ସ୍ୱାଗତ। ଆଜି ଆମେ ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ହିଷ୍ଟ୍ରିର ତମର ୟୁନିଟ୍ 1 ଚ୍ୟାପ୍ଟର 2 ର ଥିବା ତମର ମାନବ ବିବର୍ତ୍ତନ ଇତିହାସର କଣ ନା ପଶୁପାଳନ, ଗୋଳ୍ମରୋପଣ, କୃଷିର ଉନ୍ନତି ଓ ପଲ୍ଲୀ ଜୀବନ এই ବିଷୟରେ ସବିଶେଷରେ ଆଲୋଚନା କରିବା। ଅର୍ଥାତ୍ ଆଦିମ ମଣିଷ ଯେତେବେଳେ ସିଏ କଣ ହେଲା ନା ତାର ଉନ୍ନତି ଘଟିଲା, ସିଏ କଣ କଲା ନା ଆଧୁନିକ ମଣିଷ ଭଳି ଯେତେବେଳେ ସିଏ କଣ କଲା ନା ପଲ୍ଲୀ ଜୀବନ ଆରମ୍ଭ କଲା, ସେଇ ସମୟ କିପରି ଥିଲା ସେ ବିଷୟରେ ଆଲୋଚନା କରିବା। ସେ କିପରି ଗୋଳ୍ମରୋପଣ କରୁଥିଲା, କୃଷିର ଉନ୍ନତି କଲା ଏବଂ ପଶୁପାଳନରେ ମନୋନିବେଶ କଲା, ସେ ବିଷୟରେ ଆମେ କଣ କରିବା ସବିଶେଷରେ ଆଲୋଚନା କରିବା। ପ୍ରଥମେ ଦେଖିବା ସମୟର କ୍ରମିକ ବିକାଶ ଏବଂ କ୍ରମେ ଆଦି ମାନବ ମାନେ ଚାରଣ ଜୀବନ ଯାପନ ଅନୁସରଣ କରିଥିଲେ। ଗୁମ୍ଫା ପରିତ୍ୟାଗ କରି ସେମାନେ ଚାରଣ ଭୂମି ସନ୍ଧାନରେ ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗମନ କରିବାକୁ ଲାଗିଲେ। ଏଇ ଯାଯାବର ଜୀବନ ସେମାନଙ୍କ ଜୀବନକୁ ବିକଶିତ କରିଥିଲା। ଅର୍ଥାତ୍ ଆଗରୁ ମନୁଷ୍ୟ ଗୁମ୍ଫା ବା ଗଛର କୋରଡ଼ରେ ରହୁଥିଲା, କିନ୍ତୁ କଣ ହେଲା ନା ପରବର୍ତ୍ତୀ ଅବସ୍ଥାରେ ସିଏ ଚାରଣ ଭୂମି ମାନଙ୍କରେ ବସବାସ କଲା। ସେଠାରେ ତାକୁ ଯୋଉ ଜୀବଜନ୍ତୁ ମିଳିଲେ ତାକୁ ଶିକାର କଲା। ଆଉ ସାଧାରଣତଃ ଚାରଣ ଭୂମି ଗୁଡ଼ିକ ନଦୀ କୂଳରେ ଥିବାରୁ ତାଙ୍କୁ ପାଣିର ସୁବିଧା ମିଳିଲା। ତ ଏଇଥି କାରଣରୁ ସିଏ କଣ କଲା ନା ଗୁମ୍ଫା ଜୀବନକୁ ସିଏ କଣ କରିଥିଲା ପରିତ୍ୟାଗ କରି ସେ ଚାରଣ ଭୂମି ସନ୍ଧାନରେ ସ୍ଥାନକୁ ସ୍ଥାନ ଘୁରି ବୁଲିଲା, ଯୋଉଟା କି ତାର ପ୍ରଥମ ଆଦ୍ୟ ଅବସ୍ଥାରେ ଯାଯାବର ଜୀବନ ଶୈଳୀ ସିଏ ରେ କାଟୁଥିଲା। ଦେଖିବା ଗୋଟେ କନସେପ୍ଟ ମ୍ୟାପ ଏଇ ବିଷୟଠୁ ଆରମ୍ଭ କରିବା ବେଳେ ଆଦିମ ମଣିଷ ପ୍ରଥମେ କଣ କରିଛି ନା ପଶୁପାଳନ ଆରମ୍ଭ କରିଛି। ପଶୁପାଳନ ଯଦି ଆରମ୍ଭ କଲା, କୋଉ ପ୍ରକାର ପଶୁ ନା ପ୍ରଥମେ ସେ ଗଧ, କୁକୁର, ଛେଳି, ମେଣ୍ଢା, ଗାଈ, ବଳଦ ଏଗୁଡିକ କରୁଥିଲା। ତାର କାରଣ ହଉଛି ସେମାନଙ୍କର ଦୁଗ୍ଧ ଏବଂ ସେମାନଙ୍କୁ ବ୍ୟବହାର କରି ପରିବହନ ବ୍ୟବସ୍ଥା ବ୍ୟବହାର କରୁଥିଲା, ଶିକାର କରୁଥିଲା ଏବଂ ସେମାନଙ୍କ ଲୋମକୁ ବ୍ୟବହାର କରୁଥିଲା। ତେଣୁକରି ସେଥିପାଇଁ ସେ ପଶୁପାଳନରେ ମନ ବୁଳେଇଲା। ତାପରେ ସେ କଣ କଲା ଗୁଳ୍ମରୋପଣ ବା ଗଛ ଲଗେଇବା ଆରମ୍ଭ କଲା। କଣ ପାଇଁ ନା ଗହମ ଆଉ ତମର ଜବ ଏଇଭଳିଆ ଗଛକୁ ସେ କଣ କଲା ତମର ହଉଛି କଣ କଲା ନା ଚାଷ କରିବା ଆରମ୍ଭ କଲା। ୟା ଦ୍ଵାରା ତାର କଣ ହେଲା ଖାଦ୍ୟ ସଂଗ୍ରହ କରିପାରିଲା ଏବଂ ଅଧିକ ଖାଦ୍ୟକୁ ସେ କଣ କଲା ସଞ୍ଚୟ କରି ରଖିପାରିଲା। ତାପରେ ଦେଖିବା କୃଷିର ଉନ୍ନତି, ମାନେ ଗୁଳ୍ମରୋପଣ ବା ଗଛ ଲଗେଇବା ପରେ ସେ କୃଷିର ଉନ୍ନତି କଲା। ପଶୁର ମଳକୁ ସେ କଣ କଲା ଖତ ରୂପେ ବ୍ୟବହାର କଲା ଏବଂ ଖୋଦନ କରି ମାନେ ହଳ କରି ସେ କଣ କଲା, ହଳ ତ ନୁହେଁ, ସେ ତାକୁ କଣ କଲା ନା କାଠ ସାହାଯ୍ୟରେ ସେ ମାଟିକୁ କଣ କରୁଥିଲା ନା ଖୋଳୁଥିଲା। ଯାହା ଫଳରେ କି କଣ ହେଲା ନା ଭୂମିର ଉର୍ବରତା ବଢିଲା। ତାପରେ ଯଦି ଦେଖିବା ପଲ୍ଲୀ ଜୀବନ ଆରମ୍ଭ କଲା। ପଲ୍ଲୀ ଜୀବନ ଆରମ୍ଭ କଲା ବେଳେ ସିଏ କଣ ସ୍ଥାୟୀ ଭାବେ ବସବାସ କଲା, କୁଡିଆ କରି ମାଟିର ପ୍ରଲେପ ଦେଲା, ଗ୍ରାମ୍ୟ ସଭ୍ୟତା ସୃଷ୍ଟି କଲା, ମାଟି ପାତ୍ର ଓ ଧାଟ ପାତ୍ର ଆଦି କଣ ହେଲା ତାକୁ ଗଢି ଶିଖିଲା। ପ୍ରଥମେ ଦେଖିବା ଯେତେବେଳେ ବରଫ ଯୁଗର ସମାପ୍ତି ହେଲା, ପ୍ରାୟ ସେ ଦେଇଛି 13,000 ବର୍ଷ ପୂର୍ବରୁ ସମାପ୍ତି ହେଲା। ଅର୍ଥାତ୍ ଆଗରୁ ପୃଥିବୀର ବିଭିନ୍ନ ଅଂଶ ପ୍ରାୟତଃ ବରଫ ଦ୍ଵାରା କଣ ହଉଥିଲା ଆବୃତ ହୋଇ ରହୁଥିଲା। ସିଏ ମାନେ ତମର କଣ ପରିବେଶର ପରିବର୍ତ୍ତନ ଯୋଗୁ ସେ କଣ କଲା ନା ଧୀରେ ଧୀରେ ପୃଥିବୀ ଉଷ୍ଣ ଆଡ଼ିକି ଗତି କଲା, ଉଷ୍ଣ ହେଲା। ଯାହା ଫଳରେ କି ଯୋଉ ବିଭିନ୍ନ ଅଞ୍ଚଳ ବରଫରେ ବୃତ ଥିଲା ସେ ଆସ୍ତେ ଆସ୍ତେ ତଳିବାକୁ ଲାଗିଲା। ଦେଖ ପିଲାମାନେ, ଉଷ୍ଣତା ବୃଦ୍ଧି ହେତୁ ବରଫ ତରଳିଲା ଏବଂ ଯେତେବେଳେ ବରଫ ତରଳିଲା ସେତେବେଳେ ଭୂମିରେ ଘାସ, ବନ୍ୟ ଜବ, ଗହମ ଆଦି ଗୁଳ୍ମ ଆବିର୍ଭାବ ହେଲା। ତାପରେ କଣ ହେଲା, ମଣିଷ କଣ କଲା ନା ପ୍ରାଣୀ ଭାବେ ଗଧକୁ ଭାରବାହୀ ପ୍ରାଣୀ ଭାବେ କୁକୁରକୁ ମଧ୍ୟ ପାଳନ କଲା। କୁକୁରକୁ, କାରଣ ସେ ଶିକାରରେ କୁକୁର ତାକୁ ସାହାଯ୍ୟ କରୁଥିଲା। ପରେ ଛେଳିକୁ, ମେଣ୍ଢା ଏବଂ ଗାଈ, ବଳଦ ଏହାକୁ ମଧ୍ୟ
କଣ କଲା ନା ପାଳନ କରିବା ଆରମ୍ଭ କରିଦେଲା। ତାପରେ ଯଦି ଦେଖିବା କାହିଁକି ସିଏ ବିଭିନ୍ନ ପଶୁଙ୍କୁ ସେ କଣ କରୁଥିଲା ନା ପାଳନ କରୁଥିଲା। ଦେଖିବା ଯଦି କୁକୁର ତାକୁ ଶିକାର କରିବାରେ ସାହାଯ୍ୟ କରୁଥିଲା। ହଁ, କାରଣ ଇଏ ଗୋଟେ ପଟରେ ଜୀବଜନ୍ତୁଙ୍କୁ ଅସ୍ତ୍ର ମାଧ୍ୟମରେ ଆକ୍ରମଣ କରୁଥିବା ବେଳେ କୁକୁର ଅନ୍ୟପଟରେ ତାଙ୍କୁ ଜଗିକି ରହୁଥିଲା। ଯୋଉଥିପାଇଁ ତାକୁ କଣ କରିଲା ନା ଶିକାର କରିବାରେ ସାହାଯ୍ୟ ହଉଥିଲା। ଆଉ ବଳଦ ଗଧକୁ ସେ ଭାରବାହୀ ପଶୁ ରୂପେ ବ୍ୟବହାର କରୁଥିଲା। ସେପରି ଗାଈ ଛେଳି ମେଣ୍ଢା ଏମାନେ ଦୁଗ୍ଧ ପ୍ରଦାନ କରୁଥିଲେ। ଆଉ ସେପରି ମେଣ୍ଢାଙ୍କୁ ବିଶେଷ କରି ଲୋମ ପାଇଁ ବା ଉଲ ପାଇଁ ସେ ବ୍ୟବହାର କରୁଥିଲେ ଏବଂ ସେଥିରୁ ସେ କଣ କଲେ ଗରମ ପୋଷାକ ନିର୍ମାଣ କରୁଥିଲେ। ତାପରେ ଆମେ ଦେଖିବା ଏଇ ଯୋଉ ଗୁଳ୍ମ ରୋପଣ ସେ କିପରି ଭାବେ ଆରମ୍ଭ କଲା ନା ବସବାସ କରିବା ସହିତ ପରିବେଶକୁ ସୁପରିଚାଳିତ କରିବା ପାଇଁ ଗୁଳ୍ମ ରୋପଣ କଲା। ତେଣୁକରି ଯେଉଁ ଅଞ୍ଚଳରେ ସେ ବସବାସ କରିବା ଆରମ୍ଭ କଲା ସେ ଅଞ୍ଚଳ ଯେଉଁ ଯେଉଁ ଗୁଳ୍ମ ବା ଗଛ ଗୁଡିକ ନଥିଲା ସେଗୁଡିକ ସେ କଣ କଲା ନା ଲଗେଇବା ଆରମ୍ଭ କଲା। ଯାହା ଫଳରେ କି ଦେଖ ପିଲାମାନେ ଗହମ ଜବ ଆଦି ଗୁଳ୍ମ ରୋପଣ କରିବା ଆରମ୍ଭ କଲା। ଏଥିରେ କଣ ଲାଭ ହେଲା ନା ଏଥିରେ ଲାଭ ହେଲା ଯେ ବସତି ନିକଟରେ ରୋପଣ କରିବା ଦ୍ଵାରା ତାକୁ ନଜର ରଖିବା ସମ୍ଭବପର ହେଲା। ତେଣୁ ଯେଉଁଠାରେ ସେ ବସବାସ କରୁଥିଲା ସେ ପାଖ ଅଞ୍ଚଳରେ ଚାଷ କରୁଥିଲା। ପାଚିଲା ଶସ୍ୟ ପାଚିଲେ ଅମଳ କରୁଥିଲା ଏବଂ ପ୍ରତ୍ୟେକ ତାର ଖାଦ୍ୟର ଅଭାବକୁ ପୂରଣ କରିପାରୁଥିଲା। ଆଉ ଅବଶିଷ୍ଟ ଶସ୍ୟକୁ ସେ ସଞ୍ଚୟ କରି ବର୍ଷ ସାରା ବ୍ୟବହାର କରୁଥିଲା। ତାହେଲେ ମୋଟାମୋଟି ଯଦି କହିବା ପଶୁପାଳନ ସହିତ ଗୌମ ରୋପଣ କରି ତାର ଜୀବନକୁ ନିର୍ବାହ କରୁଥିଲା। ତାପରେ ଆମେ ଦେଖିବା କୃଷିର କିପରି ଉନ୍ନତି ହେଇଥିଲା ମାନେ କିପରି ହେଇଥିଲା ନା ପଶୁ ମାନଙ୍କର ମଳ ପଡିଲେ ଭଲ ଶସ୍ୟ ଉତ୍ପନ୍ନ ହବ ବୋଲି ତାକୁ ଜଣାଥିଲା। ତେଣୁକରି ସେ କଣ କରୁଥିଲା ଗୋବର ଅନ୍ୟାନ୍ୟ ପଶୁର ମଳକୁ ଏଇ ଯୋଉ ସାର ରୂପେ ବ୍ୟବହାର କରୁଥିଲା ବା ଖତ ରୂପେ ବ୍ୟବହାର କରୁଥିଲା, ଯାହା ଫଳରେ ତାକୁ ଅଧିକ ଫସଲ ମିଳୁଥିଲା। ଆଉ କଣ ନା ଖଦନ ଦଣ୍ଡ ମାଟି ଖୋଳିବା ପାଇଁ ମାଟି ତାଡିବା ପାଇଁ ଏକ ପ୍ରକାର ପଥର କାଠରେ ନିର୍ମିତ ଦଣ୍ଡ ବ୍ୟବହାର କରୁଥିଲା, ଯାହାକି ଭୂମିକୁ ଗଭୀର ଖୋଦନ ସହିତ ଭୂମି ଗୁଳ୍ମ ଭୂମି ସହ ଦୃଢ ଭାବରେ ସେ କଣ କରିପାରିଥିଲା ନା ବାନ୍ଧି ରଖି ପାରିଥିଲା। ତାପରେ ଦେଖିବା ବହୁ ଶସ୍ୟ ଉତ୍ପାଦନ କାରଣରୁ ମୂର୍ତ୍ତିକାର ଉର୍ବରତା ମଧ୍ୟ ବୃଦ୍ଧି ପାଉଥିଲା। ଆଉ ବଳକା ଖାଦ୍ୟ ଶସ୍ୟକୁ ସାଥି ରଖି ଖାଦ୍ୟ ସମସ୍ୟା ହେଲେ ସେ କଣ କରୁଥିଲା ନା ତାକୁ ବିନିଯୋଗ କରୁଥିଲା। ତାପରେ ଆମେ ଦେଖିବା ସେ ପଲ୍ଲୀ ଜୀବନ କିପରି ଭାବେ ବିତେଇଥିଲା ନା କୃଷିର ଉନ୍ନତି ପରେ ମଣିଷ ସ୍ଥାୟୀ ଭାବେ ବସବାସ କଲା, ଚାଷ ନିକଟରେ ବସତି ସ୍ଥାପନ କଲା, ଘର ନିର୍ମାଣ କଲା, ସାମାଜିକ ବିକାଶ କାର୍ଯ୍ୟ କଲା ଏବଂ ସେମାନେ ପାଖାପାଖି ରହିଲେ ପରସ୍ପର ସାହାଯ୍ୟ କଲେ, ଶସ୍ୟ କ୍ଷେତ୍ରରେ ରକ୍ଷଣାବେକ୍ଷଣ ସହିତ ଶିକାର କରୁଥିଲେ ଏବଂ କଣ ନା ଅନେକ ପରିବାର ପାଖାପାଖି ଗ୍ରାମ ଅ ସୃଷ୍ଟି କରିପାରୁଥିଲେ ହେଲା। ତାପରେ ପାତ୍ର ନିର୍ମାଣ ସେମାନେ ମାଟି ପାତ୍ର ଧାତବ ପାତ୍ର ଆଦି ନିର୍ମାଣ କରିପାରୁଥିଲେ। ହଁ, ଏଇଠି ଆମେ ଟିକେ ଦେଖିବା ସିଏ ଯୋଉ ଯେତେବେଳେ କଣ କଲା ନା ସ୍ଥାୟୀ ଭାବେ ବସବାସ କଲା ସେତେବେଳେ ସେ ଛୋଟ ଛୋଟ କୋଡିଆ ମାନ ତିଆରି କଲା। କୋଉଟାରେ ତିଆରି କରୁଥିଲା ନା ଗଛ ଡାଳରେ ସେ କୋଡିଆ ତିଆରି କରୁଥିଲା ଏବଂ ତାକୁ ମାଟିର ଲେପ ଦଉଥିଲା ଏବଂ ହିଂସ୍ର ଜନ୍ତୁ ଯେତେବେଳେ ତାର କୁଡିଆ ଭିତରେ ପଶିଯିବେ ସେଥିପାଇଁ ସେ କଣ କରୁଥିଲା ହିଂସ୍ର ଜନ୍ତୁଙ୍କ ଠାରୁ ରକ୍ଷା କରିବା ପାଇଁ କବାଟ କବାଟ ବ୍ୟବହାର କରୁଥିଲା। ତାପରେ ଆମେ ଦେଖିବା ଶେଷରେ ମାନବ ଜୀବନର ବିବର୍ତ୍ତନ ପୃଥିବୀର ସବୁଠାରୁ ଗୋଟେ ଆଶ୍ଚର୍ୟଜନକ ଘଟଣା ଥିଲା। ସେ ମଣିଷ ପ୍ରାରମ୍ଭିକ ଅବସ୍ଥାରେ ଗୁମ୍ଫାରେ ରହୁଥିଲା, ଠିକ ଅଛି। ମଧ୍ୟବର୍ତ୍ତୀ ସମୟରେ ପଶୁପାଳନ ଗୁଳ୍ମ ରୋପଣ ଏବଂ କୃଷି ଉପରେ ଧ୍ୟାନ ଦେଲା। ତାପରେ ଘର ନିର୍ମାଣ ସହ ସ୍ଥାୟୀ ବସବାସ ଖାଦ୍ୟ ସଂଗ୍ରହ ଏ ସବୁ ଜିନିଷର ମଧ୍ୟ ସେ ଉନ୍ନତି କରିଥିଲା। ଶେଷରେ ଏତିକି କୁହାଯିବ ବିଶାଳ ସଭ୍ୟତାର ଏକ ସୃଷ୍ଟି ଥିଲା କଣ
ଏକ ବିଶାଳ ସଭ୍ୟତାର ସୃଷ୍ଟି ଏଇ ମାନବ ବିବର୍ତ୍ତନ ଦ୍ୱାରା ହୋଇପାରିଥିଲା। ପିଲାମାନେ ଭିଡିଓଟି ଭଲ ଲାଗିଲେ ଚ୍ୟାନେଲକୁ ଲାଇକ୍ କରିବ, ଭିଡିଓକୁ ଲାଇକ୍ କରିବ, ସେୟାର କରିବ ସାଙ୍ଗମାନଙ୍କ ସହିତ ଏବଂ କମେଣ୍ଟ ବକ୍ସରେ କମେଣ୍ଟ ଦବ, ନିଜର ମତାମତ ଦବ ଏବଂ ସବସ୍କ୍ରାଇବ କରିସାରିଲା ପରେ ବେଲ୍ ଆଇକନକୁ ପ୍ରେସ୍ କରିବ। କାହିଁକି ବେଲ୍ ଆଇକନ ପ୍ରେସ୍ କଲେ ତମ ପାଖକୁ ଯେତେ ପ୍ରକାର ଲାଟେଷ୍ଟ